ପିଠାକୁଟୁଣି ଗ୍ରାମରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ୍ ଆନୁକୂଲ୍ୟରେ ସଚେତନତା ଶିବିର। ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ୍ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତର ପିଠାକୁଟୁଣି ଗ୍ରାମରେ ଶନିବାର ଦିନ ଅପରାହ୍ନରେ ଏକ ସଚେତନ ଶିବିର ବିଜାତଳା ବ୍ଲକ ବ୍ୟବସ୍ଥାପକ ନାରାୟଣ ମାମାଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆସିଷ୍ଟାଣ୍ଟ ସିଇଓ ଶ୍ରୀମତୀ ସୁଷମା ସରୋଜିନୀ ଟେଡେ ଯୋଗଦେଇ ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କୁ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଗାଇଡଲାଇନ୍ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାରେ ଦାଦନ ଶ୍ରମିକମାନଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ସମାଜ ନିର୍ମାଣରେ ଶ୍ରମିକମାନଙ୍କର ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ। ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବର୍ଷ ଅତିକ୍ରାନ୍ତ ହେଲେ ମଧ୍ୟ ଶ୍ରମିକମାନଙ୍କର ଜୀବନ ଧାରଣା ଅତ୍ୟନ୍ତ ଦୁଃଖଦାୟକ। ପେଟ ଚାଖଣ୍ଡେ ଓ ପରିବାରର ବୃଦ୍ଧ ବାପା ଓ ଛୁଆ ପିଲାମାନଙ୍କ ଦୁଃଖ ଅପ୍ରମିତ। ବାଧ୍ୟ ହୋଇ ବାହାରେ ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି। ଖଟିଖିଆ ମେହନତିଆ ଶ୍ରମିକ ଏବଂ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବୃଦ୍ଧି କରାଇବା, ସେମାନଙ୍କ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସୁବିଧା କରାଇବା, ରିହାତି ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପୋଷାକ, ଖାଉଟି, ରେସନ, ଆସବାବପତ୍ର ଯୋଗାଣ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭରଣପୋଷଣ ପାଇଁ ସେମାନଙ୍କୁ ସକ୍ଷମ ଓ ସହଯୋଗ କରିବା ଓ ସାମାଜିକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସେଥିପାଇଁ ସମସ୍ତଙ୍କ ଏହି ସମବାୟ ସମିତିର ଗାଇଡଲାଇନ୍ ଅନୁସାରେ ମାତ୍ର 250 ଟଙ୍କା ଦେଇ ଅଫିସ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନାମ ପଞ୍ଜୀକୃତ କରିବାକୁ ପଡ଼ିବ ବୋଲି କହିଥିଲେ। ଏହା ସମ୍ପୂର୍ଣ୍ଣ ସରକାରଙ୍କ ଦ୍ୱାରା ସମବାୟ ଆଇନ ଦ୍ୱାରା ପଞ୍ଜୀକୃତ ଅନୁଷ୍ଠାନ। ଏହି କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀ ଯୋଗଦେଇ ସଂସ୍କାର, ଉଦ୍ଦେଶ୍ୟ ଏବଂ ନିୟମ ଉପରେ ସଚେତନ ହେବା ସହ ନିଜର ନାମ ପଞ୍ଜୀକୃତ କରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଜିଲ୍ଲା ଅଧିକାରୀ କୁନୁ ମାହାଲି, ବିଜାତଳା ବ୍ଲକ ମ୍ୟାନେଜର ନାରାୟଣ ମାହାଲି, ଏଭିଏମ୍ ଲାଲମୋହନ ମାହାଲି, ପିଆଇଓ ରୀମାରାଣୀ ମହାନ୍ତ, ରାଇରଙ୍ଗପୁର ବ୍ଲକ ମ୍ୟାନେଜର ଜୟା ଗୁପ୍ତା ପ୍ରମୁଖ ଯୋଗ ପରିଚାଳନାରେ ସହଯୋଗ କରିଥିଲେ। ମୟୂରଭଞ୍ଜରୁ ଅଖ ବିଶାଳଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହାସହ ମସିହା ନ୍ୟୁଜ୍ର ଫେସବୁକ୍ ଓ ଟ୍ୱିଟର ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ। ତା ସହିତ ମସିହା ନ୍ୟୁଜ୍ ଆପ୍ ଆସିଗଲାଣି। ନିଜ ମୋବାଇଲର ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। ସରୋଜିନୀ ଟେଟେ, ମୁଁ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଆଡ଼ିସନାଲ ସିଓ ପଦବୀରେ ମୁଁ ରାଇରଙ୍ଗପୁର ବ୍ଲକ ଏବଂ ଆମର ବିଜାତଲା ଗ୍ରାମ ପଞ୍ଚାୟତରେ ଆମର ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ବିଷୟରେ ଲୋକଙ୍କୁ ଜନସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଆସିଛି। ଆଉ ଏଠାରେ ଆମର ଲୋକଙ୍କର ଭିଡ଼ ଜମିଥିଲା, ଯାହାକି ଆମର ଓଡ଼ିଶା ଷ୍ଟେଟ୍ ଲେବର କୋଅପରେଟିଭ ସୋସାଇଟି ବିଷୟରେ ସେମାନେ ଜାଣିଲେ, ବୁଝିଲେ। ଆଉ ଆମର ସୋସାଇଟିର ମୂଳ ଲକ୍ଷ୍ୟ ହେଲା ଗରିବ ଲୋକଙ୍କ, ଶ୍ରମିକ ଲୋକମାନଙ୍କର, ଦିନ ମଜୁରିଆ ଖଟୁଥିବା ଲୋକମାନଙ୍କର ଆର୍ଥିକ ଉନ୍ନତିକରଣ କେମିତି କରିବା। ତା ପାଇଁ ଆମେ ଡାଇରେକ୍ଟଲି ରିକ୍ରୁଟମେଣ୍ଟ ମଧ୍ୟ କରୁଛୁ। ଏମ୍ପ୍ଲୟି ରିକ୍ରୁଟ୍ କରାହେଉଛି, ତା ସାଙ୍ଗରେ ଆମର ମେମ୍ବରସିପ୍ କରାହେଉଛି, ଯାହାଥିରେ କି ଆମର ସୋସାଇଟିରେ ମେମ୍ବରସିପ୍ ହେଲେ, ଏଠାରେ ମେମ୍ବର ହେଲେ ଆମର ସୋସାଇଟି ତାଙ୍କୁ କିଛି ଗୋଟେ ଆମର ଲାଭ ଦିଆହେଉଛି। ତା ବିଷୟରେ ଏଠାରେ ବିସ୍ତାର ଭାବରେ ବିମର୍ଶ କରାହେଲା ଆଉ ସେମାନଙ୍କୁ ଅବଗତ କରାହେଲା। ତ ଆମର ଏଠାକାର ବିଜାତଲା ଗ୍ରାମ ପଞ୍ଚାୟତର ଜନସାଧାରଣ ସମସ୍ତେ ଏକମତ ଅଛନ୍ତି କି ଆମର ଏ ସୋସାଇଟିର ଲାଭ ନେବା ପାଇଁ। ଆଉ ଆମର ସୋସାଇଟିରେ ଅନେକ ଆମର ବିକଳାଙ୍ଗମାନଙ୍କ ପାଇଁ ବ୍ୟବସ୍ଥା ଅଛି, ସେମାନଙ୍କ ବି ସହାୟତା ଦେବା ପାଇଁ ବ୍ୟବସ୍ଥା ଅଛି। ଆଉ ଆମର ମେଡ଼ିକାଲ ସହାୟତା ବି ଅଛି ଏଠାରେ। ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଗଲେ ଆମର ମେମ୍ବରସିପ୍ ହୋଇଥିବା ପରିବାରଙ୍କୁ ମଧ୍ୟ 20,000 ଟଙ୍କା ଏବଂ 10 ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଦେବାର ବ୍ୟବସ୍ଥା କରାହେଇଛି। ତେଣୁକରି ମୁଁ ଆମର ଏଇ ବିଜାତଲା ଗ୍ରାମର ଜନସାଧାରଣମାନଙ୍କୁ ଆୱାରନେସ୍ ପ୍ରୋଗ୍ରାମରେ ସେମାନଙ୍କୁ ସନ୍ଦେଶ ଦିଆହେଲା ଯେ ଯେମିତି ହେଲେ ବି ଆମର ଏ ସୋସାଇଟିକୁ ବୁଝନ୍ତୁ। ଏଟା ଆମର ଗୋଟିଏ ନେଟୱାର୍କିଂ ନୁହଁ, ନା ଆମର NGO ନୁହଁ, ନା ଆମର ପ୍ରାଇଭେଟ କମ୍ପାନୀ ନୁହଁ। ଏଟା ଆମର ସେମି ଗଭର୍ଣ୍ଣମେଣ୍ଟ, ଯେଉଁଟାକି RCS ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ, ଓଡ଼ିଶାର ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ ଅଣ୍ଡର ଗାଇଡଲାଇନ୍ କାମ କରୁଛି, ଯେଉଁଟାକି 1962 ଆମର ଯେଉଁଟା ନିୟମ ଅଛି, ଅଧିନିୟମ ଅଛି, ସେଇ ଅଧିନିୟମରେ ଆମର
सोसाइटी सबू समवाय समिति सबू आसे आउ वर्तमान आमर ओडिशा सरकार ता सहित आमर केंद्र सरकार मध्य ये आमर समवाय समिति मानू अग्राधिकार देउछि। तेणु करी मु आमर ये ग्राम पंचायत रो लोकन को मु आह्वान दिए संदेश दिए जे आमर सोसाइटी रे मेंबरशिप हुंतु आ आमर सोसाइटी रो लाभ पांतु। धन्यवाद। एटा कोन पड़ा पिठा पिठा कटुनी जगार मु आसिकी आमर ये ओडिशा राज्य श्रमिक समवाय लिमिटेड रो जहाँ सुविधा अच्छी आपण मानकर पाखरे उपस्थापन करबा आसीबारु मते एठी डका जिबारु एटा गोटे मोर सौभाग्य जे आपण मानकु ए विषय रे मु एठारे उपस्थापन करूछी। तो आमर ओडिशा राज्य श्रमिक समवाय समिति लिमिटेड तो समवाय समिति कहिले आपण माने कोन बुझंती